1. ଶ୍ଵେତସାର ଶରୀରକୁ କ'ଣ ଯୋଗାଇଥାଏ? ଏ. ଭିଟାମିନ୍ ଟି, ଶକ୍ତି, ଟି. ଖଣିଜ, ଲବଣ, ଡି. ଜଳ। 2. ନିମ୍ନଲିଖିତ ମଧ୍ୟରୁ ଶ୍ଵେତସାରର ଉତ୍ସ କେଉଁଟି? ଏ. ଚାଉଳ, ଟି. ଘିଅ, ଟି. ଅଣ୍ଡା, ଡି. ମାଛ। 3. ଗ୍ଲୁକୋଜ୍ କେଉଁ ପ୍ରକାର ଶ୍ଵେତସାର? ଏ. ପଲିସାକାରାଇଡ୍, ବହୁଶର୍କରା, ବି. ଡାଇସାକାରାଇଡ୍, ଦ୍ୱିଶର୍କରା, ସି. ମୋନୋସାକାରାଇଡ୍, ଏକଶର୍କରା, ଡି. ପ୍ରୋଟିନ୍। 4. ଉଦ୍ଭିଦରେ ଶ୍ଵେତସାର କେଉଁ ରୂପରେ ସଞ୍ଚିତ ହୁଏ? ଏ. ଗ୍ଲାଇକୋଜେନ୍, ବି. ମଣ୍ଡ, ଷ୍ଟାର୍ଚ୍ଚ, ସି. ସେଲୁଲୋଜ୍, ଡି. ଲାକ୍ଟୋଜ୍। 5. ଆଳୁରେ ପ୍ରଧାନତଃ କେଉଁ ଶ୍ଵେତସାର ଥାଏ? ଏ. ଗ୍ଲୁକୋଜ୍, ବି. ମଣ୍ଡ, ଷ୍ଟାର୍ଚ୍ଚ, ସି. ଲାକ୍ଟୋଜ୍, ଡି. ଫ୍ରୁକ୍ଟୋଜ୍। 6. ଫଳରେ ମିଳୁଥିବା ସାଧାରଣ ଶର୍କରା କ'ଣ? ଏ. ଲାକ୍ଟୋଜ୍, ବି. ସୁକ୍ରୋଜ୍, ସି. ଫ୍ରୁକ୍ଟୋଜ୍, ଡି. ମାଲ୍ଟୋଜ୍। 7. ଆୟୋଡିନ୍ ଦ୍ରବଣ ମଣ୍ଡ ସହ ମିଶିଲେ କେଉଁ ରଙ୍ଗ ହୁଏ? ଏ. ଲାଲ, ବି. ହଳଦିଆ, ସି. ନୀଳକଳା, ଡି. ସବୁଜ। 8. ପଶୁମାନଙ୍କ ଶରୀରରେ ଶ୍ଵେତସାର କେଉଁ ରୂପରେ ସଞ୍ଚିତ ହୁଏ? ଏ. ମଣ୍ଡ, ବି. ଗ୍ଲାଇକୋଜେନ୍, ସି. ସେଲୁଲୋଜ୍, ଡି. ଫ୍ରୁକ୍ଟୋଜ୍। 9. ନିମ୍ନଲିଖିତ ମଧ୍ୟରୁ ଦ୍ୱିଶର୍କରା କେଉଁଟି? ଏ. ଗ୍ଲୁକୋଜ୍, ବି. ଫ୍ରୁକ୍ଟୋଜ୍, ସି. ସୁକ୍ରୋଜ୍, ଡି. ଗ୍ଲିସେରଲ୍। ଶ୍ଵେତସାରରେ କେଉଁ ମୌଳିକ ତତ୍ତ୍ୱ ଥାଏ? କାର୍ବନ, ହାଇଡ୍ରୋଜେନ୍, ଅକ୍ସିଜେନ୍, କାର୍ବନ, ବି. ନାଇଟ୍ରୋଜେନ୍, ଟି. ହାଇଡ୍ରୋଜେନ୍, ଅକ୍ସିଜେନ୍, ଟି. ନାଇଟ୍ରୋଜେନ୍, ସଲଫର। 21. ପୁଷ୍ଟିସାର ଶରୀରର କେଉଁ କାର୍ଯ୍ୟରେ ସହାୟକ? ଏ. ଶକ୍ତି ଯୋଗାଇବା, ବି. ଶରୀର ଗଠନ ଓ ବୃଦ୍ଧି, ସି. ଜଳ ସଞ୍ଚୟ, ଡି. ରକ୍ତ ଜମାଟ ବାନ୍ଧିବା ବାର। ନିମ୍ନଲିଖିତ ମଧ୍ୟରୁ ପୁଷ୍ଟିସାରର ଉତ୍ସ କେଉଁଟି? ଏ. ଚିନି, ବି. ଡାଲି, ସି. ତେଲ, ଡି. ଲୁଣ। 13. ପୁଷ୍ଟିସାରର ମୌଳିକ ଏକକ କ'ଣ? ଏ. ଗ୍ଲୁକୋଜ୍, ବି. ଫ୍ୟାଟି ଆମ୍ଳ, ସି. ଆମିନୋ ଆମ୍ଳ, ଡି. ଗ୍ଲିସେରଲ୍। 15. ନିମ୍ନଲିଖିତ ମଧ୍ୟରୁ ପୁଷ୍ଟିସାରଯୁକ୍ତ ଖାଦ୍ୟ କେଉଁଟି? ଏ. ଅଣ୍ଡା, ବି. ଘିଅ, ସି. ଚିନି, ଡି. ଚାଉଳ। 15. ପୁଷ୍ଟିସାରରେ କେଉଁ ତତ୍ତ୍ୱ ଥାଏ? ଏ. କାର୍ବନ, ହାଇଡ୍ରୋଜେନ୍, ଅକ୍ସିଜେନ୍ ଓ ନାଇଟ୍ରୋଜେନ୍, ବି. କାର୍ବନ ଓ ଅକ୍ସିଜେନ୍, ସି. ହାଇଡ୍ରୋଜେନ୍ ଓ ଅକ୍ସିଜେନ୍, ଡି. ନାଇଟ୍ରୋଜେନ୍ ଓ ସଲଫର। 16. ଶରୀରର କ୍ଷୟପ୍ରାପ୍ତ କୋଷଗୁଡ଼ିକର ମରାମତି କିଏ କରେ? ଏ. ଚର୍ବି, ବି. ଭିଟାମିନ୍, ସି. ପୁଷ୍ଟିସାର, ଡି. ଜଳ। 17. ସୋୟାବିନ୍ କେଉଁ ପୋଷକ ତତ୍ତ୍ୱରେ ଧନୀ? ଏ. ଶ୍ଵେତସାର, ବି. ପୁଷ୍ଟିସାର, ସି. ଭିଟାମିନ୍ ସି, ଡି. ଚର୍ବି। 18. ଦୁଧରେ ଥିବା ପ୍ରଧାନ ପୁଷ୍ଟିସାର କ'ଣ? ଏ. କେସିନ୍, ବି. ଗ୍ଲୁକୋଜ୍, ସି. ସୁକ୍ରୋଜ୍, ଡି. ଷ୍ଟାର୍ଚ୍ଚ। 19.